ହଉଛି କରୁଣାକର ଓଝା, କୋଉଠୁ ଆସିଥିଲେ? ଶ୍ୟାମସୁନ୍ଦରପୁର। କଣ ହେଇଛି କଣ? ମୋ ସ୍ତ୍ରୀ 2.5 ମାସ ହେଲାଣି ନିଖୋଜ ହେଇଯାଇଛି। ହେଇଯିବାରୁ ମୁଁ ପିରାହାଟ ଥାନାରେ ଗୋଟେ ଏଫଆଇଆର କରିଥିଲି। ସେମାନେ କହୁଛନ୍ତି ଯେ ଆମେ ଲୋକେସନ ଫୋକେସନ କିଛି ପାଉନୁ, ଆମେ ତାଙ୍କୁ ଧରି ପାରୁନାହୁଁ। ଏ କହିକି ଆମକୁ ବହୁତ ଦୌଡେଇଲେ। ଦୌଡେଇ ସାରିଲା ପରେ ତାପରେ ମୁଁ ଆସିଛି ଏସପି ସାର୍ଙ୍କୁ ଟିକେ ରିପୋର୍ଟ ଗୋଟେ କରିବା ପାଇଁ। ଆଉ ଗ୍ରୁପର ପଇସା 5 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆଉ ସୁନା ଗହଣା ଏସବୁ ନେଇକି ଫେରାର ହେଇଯାଇଛି। କୁଆଡେ ଫେରାର ମୁଁ ଖବର ପାଉଛି ସେ ଗୋଟେ ପିଲା ନେଇ ପଳେଇଛି ତାକୁ। କିଏ କହୁଥିଲେ? ପିଲା ନାଁ ହଉଛି ତପନ ଦ୍ୱିବେଦୀ। ଆଚ୍ଛା, କେତେ ଆପଣଙ୍କର ପିଲାପିଲି କେମିତି? ପିଲା ହଉଛି 3ଟି, ପୁଅ 2ଟା ଝିଅ 1। କଣ ହଉଛି ଯେ ସେ ଆଉ କାହା ପଳେଇଛନ୍ତି? ହଁ ପଳେଇଛନ୍ତି। କଣ ପାଇଁ? ପଳେଇକି ତାଙ୍କୁ ଲୁଚିକି ପଳେଇଛନ୍ତି। ଆଗରୁ ଗୋଟେ ଭାଇରାଲ ହେଇଥିଲା, ସେ ପିଲା ହଉଛି ପୋଷ୍ଟ କରିଥିଲା ସବୁ ନଙ୍ଗଳା ମଙ୍ଗଳା ଫଟୋ ସବୁ ପୋଷ୍ଟ କରିଥିଲା। ପୋଷ୍ଟ କଲା ପରେ ତାପରେ ମୁଁ ତାକୁ କହିଲି, ମୁଁ କହିଲି ଆଉ ଇଏ ସବୁ କଣ ଆସୁଛି? ଆଉ ସେଠୁ କହିଲା ଆଉ କିଏ କଣ ଏଡିଟିଂ ଫେଡିଟିଂ କରିକି ହଉଛି ଏମିତି ପଠେଇଛି। ଆଉ ମୁଁ କହିଲି ଆଉ ଚାଲ ଯିବା ଆମେ ହଉଛି ଥାନାରେ ଗୋଟେ ଏଫଆଇଆର କରିବା। ସିଏ ବି ଥାନାରେ ଆସିକିନି ଗୋଟେ ଏଫଆଇଆର କରିଥିଲେ। ସିଏ ପିଲା ହଉଛି ମଝିରେ ଫୋନ କରିକି କହିଲା ଯେ ମୁଁ ହଉଛି ତତେ ତୋ ସ୍ୱାମୀ ପାଖରେ ରଖେଇଦେମିନି, ଆଉ ତତେ ମାରିଦେମି, ତତେ ବର୍ବାଦ କରିମି। ସ୍ତ୍ରୀ ଫେରାର ହେଇଯାଇଛି। ଯୋଉ ଗ୍ରୁପ ପଇସା ଆଉ ବାହାର ଲୋକ ସବୁ କିସ୍ତି ମିସ୍ତି ଉଠେଇକି ଦେଇଛନ୍ତି ତାଙ୍କ ପଇସା, ସେଗୁଡା ପଇସା ପତ୍ର ଗୁଡା ଫେରସ୍ତ କରିଦେଇ ସେ ତା ବାଟ ତାର ରହୁ, ଆମ ବାଟରେ ଆମେ ରହିବୁ ଆଉ।